दुख सही उठिकी कुआड़े जीवनी तम देहटा पर भल नहीं तीन दिन है पार्टी को तुम पानी टोपाए नहीं कहीं तो बुझा तुम्हें तुम्हें कौन निष्पत्ति नहीं जाइछ सबुदिन मत कंदाइबा तुमको कौन सतरे कष्ट हेउनी तुमको आलो जा भाग्य रे जीवन सारा दुख कष्ट लेखा ताको सुख कोठू मिले बोलो केते दिन अनहार रे से जकुआ धरी काटिबी जीवन तथापि पर तुम देहटा भल नहीं ताकि देहटा खाई फुटुची तबे अवस्था रे कोड़े जीव स्वामी भिक्षा मागिबाकू जीवाकू पड़ीगलो आलो तीन दिन हला परा चुलीटा जलिलानी आलो मु भिक्षा मागी न गले अबे खाइबा कोन आलो बंचिबा केमिति अनाहार
ଦୁଃଖ ଏ ଅନାହାର ଦୁଃଖ ପରା ଆମ ଜୀବନର ବ୍ରତ। ଏଇ କଥାରେ ପରା ଅଛି ଦୈବ ଦୌଡ଼ି ମଣିଷ ଗାଇ ଜାଣିକି ଟାଣ ଜାଣିକି ଯାଇ ଏଥିରେ ତମେ ବାଦ ପଡ଼ିଯିବ ନା ଏ ସତ୍ୟବତୀଟା ବାଦ ପଡ଼ିଯିବ। ଏଇ ତମେ ମୋ କଥା ମାନ ଦେଖିବ ଆମର ପରା ସେ ଚିନ୍ତାମଣି ଅଛନ୍ତି ଆମର ଦୁଃଖକୁ ସେ ନିଶ୍ଚୟ ବୁଝିବେ ସେ ନିଶ୍ଚୟ ବୁଝିବେ ସ୍ୱାମୀ ନିଶ୍ଚୟ ଆମ ଦୁଃଖକୁ ବୁଝିବେ। তো ঠিক কইছো না সতিয়া তো ঠিক কইছো আলো কর্ম করিলে ফলটা নিশ্চয় মিলিଥାଏ ହେଲେ କର୍ମଠ ବ୍ୟକ୍ତିକୁ ଜୀବନ ସାରା କେବଳ ଦୁଃଖ ମିଳିଥାଏ। ଆଲୋ ମୁଁ ଏମିତି ଗୋଟାଏ ହୀନ କପାଳରେ ଜନ୍ମ ନେଇଛି ଯେ ପିଲାଟି ଦିନରୁ ପରା ବାର ଦୁଆର ବୁଲି ବୁଲି ଭିକ୍ଷା ମାଗି ଜୀବନ ବଞ୍ଚେଇଛି। ଆଲୋ ଦୁଃଖ ପରା ମୋର ଦେହ ଶୁଆ ହେଇଗଲାଣି ଆଉ କାହିଁକି କଷ୍ଟ ଲାଗିବ? କାହିଁକି ଏମିତି ବୁଝାଉଛ ତମେ? ମୋ କଥା ମାନ ସବୁବେଳେ ଆମ ଦୁଃଖ ଲାଗି ରହିନଥିବ। କଥାରେ ପରା ଅଛି ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ ଲାଗିଛି ସଦା ଏ ସଂସାର। ଏଇ ତମେ ଜମାରୁ ବ୍ୟସ୍ତ ହୁଅନି ସ୍ୱାମୀ। ସତ୍ୟା ଟିକେ କୁଣ୍ଡେଇ ଦେଇଥାନ୍ତି କି? ଭାଇ ନମସ୍କାର, ଭାଉଜ ନମସ୍କାର। ଶଳା ରାଧା ମାଧବଙ୍କର ପ୍ରେମାଲିଙ୍ଗନ ମେଣ୍ଢା ବାଳକୁ ଜଡ଼ା ତେଲ ଟିକେ କୁଣ୍ଡେଇ ଦେଇଥାନ୍ତି କି? ଆଉ ଭାଇ ସବୁ ଭଲ ତ? ଭାଉଜ ଦେହ ପା ସବୁ ଭଲ ଅଛି ତ? କଥା କ'ଣ କି ଭାଇ, ଏଇ ବାଟ ଦେଇ ରାଜାଙ୍କ ଘରୁ ଫେରୁଥିଲି, ମନେ ପଡ଼ିଗଲା ତୁମ କଥା। ମନେ ପଡ଼ିବନି କେମିତି କହୁନ? ଯେତେ ଯାହାହେଲେ ତୁମେ ମୋ ରକ୍ତ ସମ୍ପର୍କର ଭାଇ, ସେଇଥିପାଇଁ ତମକୁ ଟିକେ ଦେଖିବାକୁ ପଳେଇ ଆସିଲି। ଟିକେ କୁଣ୍ଡେଇ ଦେଇଥାନ୍ତି ଭାଉଜ। ତମ ଭାଇଙ୍କର ଦେହଟା ଜମାରୁ ଭଲ ନାହିଁ ରାତିରେ ଦେହଟା କହି ଫୁଟୁଛି। ଜଣା ପଡୁଛି ଦେହ ପା ଭଲ ନଥିଲା। 3 ଦିନ ହେଲା ମୋ ଘରେ ଚୁଲିଟା ମଧ୍ୟ ଜଳୁନି। ଏ ଭାଉଜ ତମ ଦେହ ପା ଭଲ ନାହିଁ ନା କ'ଣ? ନ ଖାଇ ନ ପିଇ ତମେ କଳା କାଠ ପଡ଼ିଗଲଣି, ଦେହ ଭଲ ନାହିଁ ବୋଧେ ତମର? ଭାଉଜ କାହିଁ ପିଠା ଭାଉଜ ମୋ ଦେହ ସମ୍ପୂର୍ଣ୍ଣ ଠିକ ଅଛି। ଆରେ 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 ହେଲେ ହେଲେ ପୁଣି ଆଉ କ'ଣ ଭାଉଜ? ଆରେ ହେଲେ ପୁଣି ଆଉ କ'ଣ? ତମ ଭାଇଙ୍କର ଦେହଟା ଜମାରୁ ଭଲ ନାହିଁ। 3 ଦିନ ହେଲା ଜ୍ୱରଟା ଜମାରୁ ଛାଡୁ। ଇଏ ଭାଉଜ କ'ଣ ଭାଉଜ କ'ଣ କହିଲ? କ'ଣ? ଆରେ ହଁ ତ ଭାଇ, ତମ ଦେହ ତ ଜ୍ୱରରେ ତାତି ଖଇ ଫୁଟୁଛି। 3 ଦିନ ହେଲାଣି ଜ୍ୱର, ପାଟିକି ପାଣି ଟୋପାଟେ ଯାଇନି, ପେଟକୁ ଦାନା ଟୋପାଟେ ବି ମଧ୍ୟ ଯାଇନି। ଭାଇ ତମେ ଜମା ମଣିଷ ହବନି ଭାଇ, ତମେ ଜମା ମଣିଷ ହବନି। ମତେ ଟିକେ ଖବରଟା ଦେଇଥିଲେ କ'ଣ ହେଇନଥାନ୍ତା? ମୁଁ କ'ଣ ମରିଯାଇଛି ନା କ'ଣ ବା? ମୁଁ ପରା ତମ ସାନ ଭାଇ ପିଠା ପଣ୍ଡା। ଆରେ ମୋ ଭାଗ୍ୟରେ ଯାହା ଥିଲା, ଡାଲି ଚାଉଳ ପନିପରିବା ତେଲ ଲୁଣ ଯାହା ଥିଲା ଦେଇଥିଲେ ତମେ ରୋଷେଇ କରି ଖାଇଥାନ୍ତ। ଏମିତି ଉପାସ ଭୋକରେ ହତେରିକା। ଭାଉଜ ନେଲ ନେଲ ରାଜାଙ୍କ ଘରକୁ ଯାଇଥିଲି, ରାଜା ମୋତେ ଦାନ ଦକ୍ଷିଣାରେ କ'ଣ ଦେଇଛନ୍ତି। ଏଥିରେ ମୋତେ ଡାଲି ଚାଉଳ ଅଛି, ଆକୁ ନିଅ, ଶୀଘ୍ର ରୋଷେଇ କରି ମୋ ଭାଇକି ଯୋଡ଼େ ଖାଇବାକୁ ଦେବ। ଆରେ ପେଟକୁ ଦାନା ମୁଠାଟେ ଗଲେ ସିନା ଜ୍ୱରଟା ଛାଡ଼ିବ, ନହେଲେ ଜ୍ୱରଟା କେମିତି ଛାଡ଼ିବ କହିଲେ ଭାଉଜ? ନିଅ ନିଅ ଭାଉଜ ନିଅ। ହେଲେ ପିଠା ତମେ ତ ଆରେ ଏଥିରେ ଭାବିବାର କ'ଣ ଅଛି? ରଖ ଭାଇ କିଛି ଘରେ ତମେ ଧର ଲାଗ ଧର ଧର। ସତରେ ଭାଇ ତମକୁ ଦେଖିଲେ ନା ମୋତେ ଭାରି କଷ୍ଟ ଲାଗୁଛି ଭାଇ। ଏ ଦୁନିଆରେ ଗରିବ ହୋଇ ବଞ୍ଚିବା କେତେ କଷ୍ଟ ଆଜି ମୁଁ ନିଜ ଆଖିରେ ଅନୁଭବ କରୁଛି ଭାଇ। ସତରେ ନା ମୋତେ ଭାରି କଷ୍ଟ ଲାଗୁଛି ଭାଇ। ଓଳିଏ ଖାଇଲେ ଆରଳିକି ଉପାସ ରହୁଛ, ଅଭାବ ଅନଟନରେ ଚଳୁଛ, ଦୁଃଖ କଷ୍ଟରେ ଚଳୁଛ, ବୋଲେ ମୋତେ ଭାରି କଷ୍ଟ ଲାଗୁଛି ଭାଇ, ମୋତେ ଭାରି କଷ୍ଟ ଲାଗୁଛି। ଆଚ୍ଛା ଭାଇ, ଇଏ କଥା କ'ଣ କି, ମୋ ମନ ଭିତରେ ଗୋଟେ କଥାଟିଏ ଉଙ୍କି ମାରୁଥିଲା। କଥାଟା କହିବି କି ନାହିଁ ବୋଲି ଭାବୁଛି, ହେଲେ ଭାଇ ମୋ କଥା ଯଦି ତମେ ରଖିବ ନା, କଥାଟା କହିବି ବୋଲି ଭାବୁଛି। ମୋ କଥା ରଖିବଟି ଭାଇ? ରଖିବ? କହ ପିଠା, ହଁ ଯାହା କହିବ ତମ କଥା ମୁଁ ନିଶ୍ଚୟ ରଖିବି। ଆରେ ଯେତେ ଯାହାହେଲେ ଭାଇ କାହାର? ଭାଇ ପରା ଇଏ ପିଠା ପଣ୍ଡାର। ଆଚ୍ଛା ଭାଇ, ତମେ ଟିକେ ମୋ ସହିତ ଏଇ ରାଜବାଟି ଆଡ଼େ ଗଲେ ହୁଅନ୍ତାନି? ଆମ ରାଜା ବା ଭାରି ଦୟାଳୁ ଲୋକ, ଯିଏ ଯାହା ମାଗିବା ପୂର୍ବରୁ ଅକୁଣ୍ଠିତ ଚିତ୍ତରେ ଦାନ ସିଏ କରନ୍ତି ପ୍ରଦାନ। ଜାଣିଛ ଭାଇ ତାଙ୍କ ନାମ କ'ଣ ଜାଣିଛ? ସେ ପରା ହେଉଛନ୍ତି ଦାନୀ
ମାନି ମହାଦାନୀ ବଳି ରାଜା। କ'ଣ କହିଲ ପିଠା? ଭାଇ ଧନବଙ୍କ ହୃଦୟରେ ଦୟା ମାୟା କ୍ଷମା। ଆରେ ଭାଇ ସେ ଦାନବ ହେଲେ କ'ଣ ହବ? ତାଙ୍କ ହୃଦୟଟା ହେଉଛି ଦୟାର ଅବତାର, ତାଙ୍କ ହୃଦୟଟା ହେଉଛି ଧର୍ମର ଅବତାର। ଥରେ ମୋ ସହିତ ଚାଲ, ଆଖିରେ ଦେଖିଲେ ସିନା ଜାଣିପାରିବ, ନହେଲେ ଜାଣିବ କେମିତି? ଏ ପିଠା ଭାଉଜ ତମେ ତ ଭଲ ଭାବରେ ଜାଣିଛ ହଁ ହଁ ଭାଇଙ୍କର ଦେହଟା ଜମାରୁ ଭଲ ନାହିଁ। ଜାଣିଛି ଜାଣିଛି 3 ଦିନ ହେଲା ପାଟିକୁ ପାଣି ଟପାଇ ନେଇ ଜାଣିପାରୁଛି ଭାଉଜ। ସେ କ'ଣ ତମ ସାଥିରେ ଏତେ ବାଟ ଚାଲି ଚାଲି ଯାଇପାରିବେ? ମନା କରନା ଲୋ ସତିଆ, ତୁ ମନା କରନା। କାହିଁକି ବୁଝାଉଛ ତମେ? ମୋତେ ଯେମିତି ହେଲେ ରାଜାଙ୍କ ନିକଟକୁ ଯିବାକୁ ପଡ଼ିବ। ତମେ ଜମାରୁ ଯାଇପାରିବନି। ଆଲୋ କାହିଁକି ମୋ କଥା ବୁଝୁନ? ଆଲୋ ମୁଁ ନ ଗଲେ ତମେ ଖାଇବା କ'ଣ? ଆମର ସେ ଖାଇବା ଦରକାର ନାହିଁ। ଆଲୋ ବଞ୍ଚିବା କେମିତି? ପଚାର କାହିଁକି ମୋ କଥା ବୁଝୁନ? ଏଇ କଥାଟା ଭାଉଜଙ୍କୁ ଟିକେ ପଚାର। ତମେ କାହିଁକି ଚିନ୍ତା କରୁଛ କହିଲ ଭାଉଜ? ତମେ କାହିଁକି ଚିନ୍ତା କରୁଛ? ଆରେ ଭାଇଙ୍କର ଦେହ ଭଲ ନଥିଲେ କ'ଣ ହେଲା? ମୁଁ ପରା ତାଙ୍କ ସାନ ଭାଇ, ତାଙ୍କ ପାଖେ ପାଖେ ଅଛି। ଦାମ ଭାଇର ବାପା ମା କିଏ? ମୋ ବାପା ମା କିଏ? ଦାମ ଭାଇର ଭାଇ ଭଉଣୀ କିଏ? ମୋ ଭାଇ ଭଉଣୀ କିଏ? ଦାମ ଭାଇର ସ୍ତ୍ରୀ କିଏ? ମୋ ସ୍ତ୍ରୀ କିଏ? ଟିକେ କୁଣ୍ଡେଇ ଦେଇଥାନ୍ତି। ଭୁଲ ହେଇଗଲା ଭାଉଜ, ଭୁଲ ହେଇଗଲା। ଖରାପ ଭାବନି, ଖରାପ ଭାବନି। ଛାଡ଼ ସେ କଥା, ଛାଡ଼। ଭାଇ ତମେ ଶୀଘ୍ର ଆସିଲ, ତମେ ଶୀଘ୍ର ଆସ। ତମେ ଆଉ ଜମା ବିଳମ୍ବ କରନି। ଆମେ ରାଜବାଟୀ ଆଡ଼େ ଯିବା। ଜମା ଡେରି କରିବନି ଭାଇ, ଶୀଘ୍ର ଆସିବ। ହଁ ଜମା ବିଳମ୍ବ କରିବନି ଭାଇ, ମୁଁ ତମକୁ ଅପେକ୍ଷା କରିକି ଅଛି। ଟିକେ କୁଣ୍ଡେଇ ଦେଇଥାନ୍ତି କି? କାନ୍ଦୁଛୁ ପାଖେଲି? ହଁ କେମିତି କାନ୍ଦିବୁନି? ଆଲୋ ଯୋଉ ସ୍ୱାମୀଟା ତା ସ୍ତ୍ରୀକୁ 2 ଓଳା 2 ମୁଠା ଭଲରେ ଖାଇବାକୁ ଦେଇପାରୁନି, ପିନ୍ଧିବା ପାଇଁ ଭଲ ଲୁଗା ଖଟେ ବି ଦେଇପାରୁନି, ସେଇଟା ସ୍ୱାମୀ ନୁହଁଲୋ, ସେଇଟା ସ୍ୱାମୀ ନାଁରେ ଗୋଟାଏ କଳଙ୍କ। ଆଲୋ ଏ ସତିଆ, ତୁ ମତେ ଅଭିଶାପ ଦଉନ? ଏ ଦାମ ହୋତାଟା ସେମିତି ମରି ତମେ ସେମିତି କାହିଁକି କହୁଛ? ଆଉ କେମିତି କହିବି? ଆଲୋ ପଚାରୁନୁ ଏ ସମାଜର ସମସ୍ତ ଗରିବ ଭାଇମାନଙ୍କୁ ପଚାରିଲ। କ'ଣ ପଚାରିବି ସ୍ୱାମୀ? ଏ ସମାଜର ଗରିବ ଭାଇମାନଙ୍କୁ ଏ ସତ୍ୟଟା କ'ଣ ପଚାରିବ? ମୁଁ ନ କହିଲେ ମଧ୍ୟ ମୋ ଗରିବ ଭାଇମାନେ ତତେ ଭଲ ଭାବରେ କହିବେ। କ'ଣ କହିବେ ସ୍ୱାମୀ? ଏ ସମାଜର ଗରିବ ଭାଇମାନେ ଆମକୁ କ'ଣ କହିବେ? ଆମେ ପରା ଗରିବ। ଆଲୋ ତୁ କହୁନୁ ଏଠି ଗରିବର ଦୁଃଖ ଦେଖୁଛି କି? Oh
ভিতরে কাঁদে মন দুতার বুঝি দিয়ে উপরে হাসে ভিতরে কাঁদে মন দুতার বুঝি দিয়ে কান্দিবা কুমারা করিছি কিয়ে গরিবর দুঃখ দেখিছি 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 কিয়ে দেখিছি কিয়ে দেখিছি কিয়ে দেখিছি কিয়ে গরিবর দুঃখ দেখিছি কিয়ে গরিবর দুঃখ দেখিছি